ବିଜୁ ବାବୁଙ୍କର 28ତମ ଶ୍ରାଦ୍ଧବାର୍ଷିକୀ ଝାରସୁଗୁଡ଼ାବାସୀ ସମସ୍ତେ ତାଙ୍କର ପ୍ରତି କୃତଜ୍ଞ ହେବା କଥା। କାହିଁକିନା ଝାରସୁଗୁଡ଼ା ଜିଲ୍ଲା ଗଠନ ଯଦି କେହି କରିଥିଲେ ସେମିତି ଜଣେ ମହାନ ନେତୃତ୍ୱ ଯିଏ ଓଡ଼ିଶାକୁ ଗଠନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ଏବଂ ତାଙ୍କର ଏହି ଦିବସରେ ଆମେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ, ବିଜୁ ଜନତା ଦଳ ତରଫରୁ। ଏବଂ ଆଗାମୀ ଦିନରେ ବିଜୁ ବାବୁଙ୍କୁ ଯେଉଁମାନେ ଅପମାନିତ କରିବା ଲାଗି ଚେଷ୍ଟା କରୁଛନ୍ତି ତାଙ୍କୁ ସଠିକ୍ ଜବାବ ଦିଆଯିବ। ସମୟ ନାହିଁ, କାହିଁକିନା ଓଡ଼ିଶାରେ ବିଜୁ ପଟ୍ଟନାୟକର ନାଁ ରହିଲେ ଓଡ଼ିଶାର ନାଁ ନେବାର କ୍ଷମତା କାହାରି ସେ ହେଲେ ବିଜୁ ପଟ୍ଟନାୟକ। ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଭିନ୍ନ ଜାଗାରେ ନିଜର କାମ ରଖି ଦେଇଛନ୍ତି। ତାଙ୍କର ଆଜି ଯେଉଁ ଝାରସୁଗୁଡ଼ାରେ ଯେଉଁ ଶିଳ୍ପ ଆପଣ ଦେଖୁଛନ୍ତି ଯେତେ ଶିଳ୍ପ ବିକାଶ ହେଇଛି ତାର ମୂଳଦୁଆ ବିଜୁବାବୁ ପକାଇଥିଲେ। ସୁତରାଂ ବିଜୁବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଆମେ ଜ୍ଞାପନ କରୁଛୁ ଏବଂ ତାଙ୍କର ଏହି ଅବଦାନ ଆମେ ଝାରସୁଗୁଡ଼ାବାସୀ କରୁଛୁ। ଆଜି ଆଉ କ'ଣ କାର୍ଯ୍ୟକ୍ରମ ରହିଛି? ଆଜି ଆଉ କାର୍ଯ୍ୟକ୍ରମରେ ଆଜି ଶ୍ରଦ୍ଧାଞ୍ଜଳି ଖାଲି ଦିଆହେଉଛି। ତାପରେ ଆମେ ବସିକରି କେଉଁ ଜାଗାରେ ଗୋଟେ କରିକରି